ଜୟ ଜଗନ୍ନାଥ। ଶ୍ରୁତି ସାନ୍ତନା ଡିଜିଟାଲ ଆସରର ଉପସ୍ଥିତ ଶ୍ରୋତା ଓ ଅଂଶଗ୍ରହଣକାରୀ ମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ମୁଁ ସବିତା ରାଣୀ ବେହେରା, ଶ୍ରୁତି ସାନ୍ତନା ର ସମ୍ପାଦିକା। ମୋର ଆଜି ଗପଟିଏ ପଢ଼ିବାକୁ ଯାଉଛି। ସେ ଗପର ନାମ ଭିନ୍ନ ରୂପ। ନାତୁଣୀର ଜନ୍ମ ବେଳେ ବାଙ୍ଗାଲୋର ଯାଇପାରିଲେନି ସ୍ୱପ୍ନା, କାରଣ ସ୍ୱାମୀଙ୍କ ଦେହ ଖରାପ ଥିଲା। ପୁଅ କହିଲା, ତୁ ଜମା ବ୍ୟସ୍ତ ହନା ମା, ତୁ ବାପାଙ୍କ କଥା ବୁଝୁ, ଏଠାରେ ମୋ ସାଙ୍ଗସାଥି ଅଛନ୍ତି, ମୁଁ ସବୁ ସମ୍ଭାଳି ନେବି। ସ୍ୱାମୀ ଜମା ସୁସ୍ଥ ହୋଇପାରୁନଥାନ୍ତି। ନା ତାଙ୍କୁ ଛାଡ଼ି ଯାଇ ହେବ, ନା ତାଙ୍କୁ ନେଇକି ଯାଇ ହେବ ବାଙ୍ଗାଲୋର। ଖାଲି ଛଟପଟ ହେଉଥାନ୍ତି ସ୍ୱପ୍ନା। ଏମିତି 2 ବର୍ଷ ବିତିଗଲା। ତାପରେ କରୋନା ଆସିଗଲା। କେହି କୁଆଡ଼େ ଯାଇପାରିଲେନି କି କାହା ସହ ଭେଟ ଭାଟ ହେଲାନି। ଖାଲି ଭିଡ଼ିଓ କଲରେ ସ୍ୱପ୍ନା ପୁଅ, ବୋହୂ ଓ ନାତୁଣୀକୁ ଦେଖନ୍ତି। ନାତୁଣୀ ହାତ ଗୋଡ଼ ହଲେଇ କେତେ ଅବୁଝା ସଂକେତ ଦେଲାଣି, କେତେ ହସିଲାଣି, କେତେ ହସାଇଲାଣି। ଏ ସମୟ ବା କେଉଁ ଅଟକୁଛି? କରୋନା ପାଇଁ ତାଲା ବନ୍ଦ, ସଟ୍ଡାଉନ୍, ମୁଖା ପିନ୍ଧା ଭିତରେ ବି 3 ବର୍ଷ କଟିଗଲା। ସେଇ ଭିଡ଼ିଓ କଲରେ ଜୀବନ ହାତ ମୁଠାକୁ ଆସେ। ସ୍ୱପ୍ନ ସବୁ ଖୁନ୍ଦି ହୋଇଯାଏ ପରସ୍ତ ହୋଇ। ନାତୁଣୀକୁ କୋଳେଇ ନେବାକୁ ମନ କହେ। 5 ବର୍ଷର ହେଲାଣି। ଗୁଲୁରୁ ହୋଇ କେତେ କଥା କହିଲାଣି। ବିଧିର ବିଧାନ ତ ଭିନ୍ନ ରୂପରେ ଥାଏ। ହଠାତ୍ ସ୍ୱାମୀଙ୍କୁ ପୁଣି କରୋନାର ନୂଆ ଭାଇରସଟି ଧରିଲା। ସମ୍ ଅଲ୍ଟିମେଟରେ ଅକ୍ସିଜେନ୍ ନେଇ ସଂଘର୍ଷ କରି ଚାଲିଗଲେ। ପୁଅ କେବଳ ଆସିପାରିଲା। କରୋନା ପାଇଁ ବୋହୂ ନାତୁଣୀ ଆସିପାରିଲେନି। ନାତୁଣୀକୁ ଜ୍ୱର ଥିଲା। କ୍ରିୟାକର୍ମ ପରେ ପୁଅ କହିଲା, ତୁ ଆଉ ଏକା ଏଠି ରହନା, ମୋ ସାଙ୍ଗରେ ଚାଲ। ପଥର ପାଲଟି ଯାଇଥିଲେ ସ୍ୱପ୍ନା। ପ୍ରଭୁ ଦିଅନ୍ତି କେତେ, ପୁଣି ନିଅନ୍ତି ବି କେତେ। ମାୟାଧରଙ୍କର ମାୟା କିଏ ବା ବୁଝିବ? ନିର୍ଜୀବ ପ୍ରତିମା ପରି ପୁଅର ହାତ ଧରି ସେ ଘରୁ ଗଲେ। କୁଆଡ଼େ ଯାଉଛନ୍ତି? କ'ଣ ପାଇଁ ଯାଉଛନ୍ତି? କାହିଁକି ଯାଉଛନ୍ତି? କ'ଣ ସବୁ ଗଲା, କ'ଣ ସବୁ ରହିଲା, ଏସବୁ ସେ କିଛି ଭାବି ପାରୁନଥିଲେ। ଖାଲି ଗୁଡ଼ାଏ ଏଣ୍ଟି ଡିପ୍ରେସନ୍ ମେଡ଼ିସିନ ଓ ନିଦ ବଟିକାକୁ ଆଖି ବୁଜି ଢୋକି ସମୟ ସାରୁଥିଲେ। ଆଖିରୁ ଖାଲି ଅବିଶ୍ରାନ୍ତ ଝରୁଥିଲା ଧାର ଲୋତକ। ସେ ଲୁହଭିଜା କାହାଣୀ ପାଖରେ ଜୀବନର ଇତିହାସ, ଭୂଗୋଳ, ଗଣିତ ସବୁ ଅସ୍ପଷ୍ଟ, ଅବ୍ୟକ୍ତ, ଅସହ୍ୟ ହୋଇଯାଉଥାଏ। ବାଙ୍ଗାଲୋରର ପୁଅର ଫ୍ଲାଟରେ ପହଞ୍ଚିଲା ପରେ ସେ ପ୍ରକୃତିସ୍ଥ ହେଲେ। କେଉଁଠି ମୁଠେ ମାଟି ଉପରେ ତାଙ୍କ ପାଦଟି ଅଛି ବୋଧେ। କବାଟ ଖୋଲି ବୋହୂ ପ୍ରଣାମ କଲା। ଆଉ ନାତୁଣୀକୁ କହିଲା, ଜେଜେମା ପରେ ଆସିଛନ୍ତି, ତୁ କାଲିଠାରୁ ଖୋଜି ଶୋଉନଥିଲୁ, ଯା ନମ କର। ନାତୁଣୀ ମୋର କିନ୍ତୁ ଖୁବ୍ ଡରିଯାଇ ତା ମାଆକୁ ଭିଡ଼ି ଧରିଲା। ନା, ମୁଁ ଯିବିନି, ଇଏ ମୋ ଜେଜେମା ନୁହେଁ। ଭିଡ଼ିଓ କଲରେ ଯେଉଁ ଜେଜେମା ସହ ମୁଁ କଥା ହୁଏ, ମୋର ସେହି ଜେଜେମା ଦରକାର। ଏ ଜେଜେମା ମୋର ନୁହେଁ, ଜମା ସେମିତି ଦେଖାଯାଉନି। ମୋ ଜେଜେମା ନାଲି ଟୋପା ମୁଣ୍ଡରେ ପିନ୍ଧନ୍ତି। ତାଙ୍କ 2 ହାତରେ ନାଲି ଚୁଡ଼ି ସବୁବେଳେ ଝମଝମ କରୁଥାଏ। କେତେ ଗହଣା ପିନ୍ଧିଥାନ୍ତି। ସବୁବେଳେ ମୋତେ ଦେଖିଲେ ହସୁଥାନ୍ତି। ବାପା ଯେଉଁ ଜେଜେମାକୁ ଆଣିଛନ୍ତି ନା, ସେ ତ ପୁରାପୁରି ଅଲଗା ଦିଶୁଛନ୍ତି। ମୁଣ୍ଡରେ କଳା ଟୋପା, ହାତରେ ପଟେ ଚୁଡ଼ି, କିଛି ଶବ୍ଦ ଆଗ ପରି ହେଉନି। ଇଏ ମୋ ଜେଜେମା ନୁହେଁ। ପୁରାପୁରି ମିଛ କହୁଛ ତୁମେ ସବୁ। ମୋତେ ତାଙ୍କୁ ଦେଖିଲେ ଡର ମାଡ଼ୁଛି। ଧଳା ଶାଢ଼ୀ ପିନ୍ଧିଛନ୍ତି। ମୁଁ ଜମା ଯିବିନି ତାଙ୍କ ପାଖକୁ। ମୋ ଜେଜେମା ତ କେତେ ସୁନ୍ଦର ନାଲି ସମ୍ବଲପୁରୀ ପିନ୍ଧନ୍ତି। ମୋର ଭିଡ଼ିଓ କଲରେ ଆଗରୁ ନୀତି କଥା ହେଉଥିବା ଜେଜେମା ଦରକାର। ଏ ଜେଜେମା ମୋର ଦରକାର ନାହିଁ। ବୋହୂ ଅନେଇଥାଏ ପୁଅକୁ, ପୁଅ ବି ଅନେଇଥାଏ ବୋହୂର ମୁହଁକୁ। ସମସ୍ତେ ନିର୍ବାକ, ନିଶ୍ଚଳ। କାହାକୁ କିଏ କ'ଣ କହି ବୁଝାଇବ? ଗେହ୍ଲି ନାତୁଣୀଟି ଆଉ କାହାକୁ ନ ନେଇ ସେଇଠୁ ଦୌଡ଼ି ଘର ଭିତରକୁ ପଶିଯାଇ ତା କଣ୍ଢେଇ ବେବିକୁ କୁଣ୍ଢେଇକି କାନ୍ଦିଲା। କାନ୍ଦୁ କହୁଥାଏ, ଜାଣିଛୁ ନା ରେ କଣ୍ଢେଇ, ମୋ ଜେଜେମା ମୋତେ ଭଲ ପାଆନ୍ତିନି। ଆସିଲେନି ସେ ଗାଁରୁ ମୋ ପାଖକୁ। ମୋ ବାପା ମୋତେ ବୁଝେଇବା ପାଇଁ ଆଉ କାହା ଜେଜେମାକୁ ସାଙ୍ଗରେ ଆଣି ଆସିଛନ୍ତି ମୁଁ କାନ୍ଦିବି ବୋଲି। ହେଲେ ତାଙ୍କୁ ଦେଖିଲେ ମୋତେ ଡର ଲାଗୁଛି ରେ।
ଜେଜେମା ସମସ୍ତଙ୍କ ଅଲକ୍ଷ୍ୟରେ ଆଖିର ଲୁହକୁ ଆଖିରେ ଶୁଖାଇବାର ଚେଷ୍ଟାରେ ଥିଲେ। ପଥର ପରି ଠିଆ ହୋଇ ଭାବୁଥିଲେ। ନିଷ୍ଠୁର ନିୟତି ଯେତେବେଳେ ମଥାରୁ ସିନ୍ଦୁର ପୋଛି ନିଏ, ହାତରୁ ଚୁଡ଼ି ଟାଣି ଉଟାରି ଭାଙ୍ଗିଦିଏ, ଅଶୁଭ ବିଧବା ବୋଲି ଆଖ୍ୟା ଦେଇ ସମାଜର ବଡ଼ଦାଣ୍ଡରେ ପରିଚୟ ପତ୍ର ଟାଙ୍ଗିଦିଏ, ସେତେବେଳେ ଜୀବନଟା କ'ଣ ଜିଇରି ହୋଇଥାଏ କି କେଉଁ ନାରୀର? ସେତେବେଳେ କ'ଣ ଜୀବନଟା ଜିଇ ରହିଥାଏ କେଉଁ ନାରୀର? ନାରୀଟିର ସେ ଭିନ୍ନ ରୂପ ହିଁ ସମୟର କାନିପଣତରେ ପଥର ହୋଇ ଗଣ୍ଠି ପଡ଼ିଯାଇ ଝୁଲୁଥାଏ ଏକ ଅନ୍ଧାରୀ ଇଲାକାର ଅଲେଖା ଇତିହାସ ହୋଇ। ସେତେବେଳେ ସେ ଜୀବନ୍ମୁକ୍ତ ମଣିଷଟିର ସବୁକିଛି ବଦଳି ଯାଇଥାଏ। ଭାଗ୍ୟ, ଭୋଗ, ଭିକ, ଭେକ, ସ୍ଥିତି, ରୂପ ଓ ଚିନ୍ତା ଚିନ୍ତନ ସବୁକିଛି ସେହି ଭିନ୍ନ ରୂପର ଏ ଲହୁଲୁହା ବୋଳା ଇତିହାସକୁ କିଏ ବା କାହାକୁ ବୁଝେଇ ପାରିବ? କେମିତି ବା କିଏ ସେ ବୁଝେଇ ପାରିବ ଏ ସରଳ ଶିଶୁଟିକୁ କେଉଁ ଭାଷା ଓ କେଉଁ ଶବ୍ଦରେ ସେ ଭିନ୍ନ ରୂପର ସଂଜ୍ଞାକୁ? ନମସ୍କାର, ଜୟ ଜଗନ୍ନାଥ।